ଜାଣିଛନ୍ତି ଆଜି ମୁଁ ଗୋଟେ ଆପଣମାନଙ୍କ ପାଖକୁ ସୁନ୍ଦର ପ୍ରସଙ୍ଗ ନେଇକି ଆସିଛି। ଦାୟିତ୍ୱ ଦାୟିତ୍ୱ ଗୋଟେ ଏଭଳି ଜିନିଷ ଯେଉଁଠି ସେ ଦେଖେନି କିଏ ପୁଅ ବା କିଏ ଝିଅ, ଦେଖେ ତ କେବଳ ଆକୁ କିଏ ସୁନ୍ଦର ଭାବରେ ନେଇ ଆଣି ଥୋଇ ପାରୁଛି ବା ନିଭେଇ ପାରୁଛି। ଆଉ ମଧ୍ୟ ଦେଖେନି କାମରେ ଛୋଟ ବା ବଡ଼। ଏ ଯେଉଁ ଦାୟିତ୍ୱ ବା ରେସ୍ପନ୍ସିବିଲିଟିକୁ କିଏ ତାର ପୁରା ପ୍ରଚେଷ୍ଟାରେ ସୁନ୍ଦର ଭାବରେ ଶେଷ କରିପାରୁଛି। ଦୁନିଆ ଚାହିଁ ଯାହା ବି କହୁ ଏ କାମଟି ପୁଅର କରିବାର ଥିଲା, ଝିଅର କରିବାର ନଥିଲା। ଆଉ କେବେ କେବେ ତ ଏ କାମଟିକୁ ଝିଅର କରିବାର ଥିଲା, ପୁଅର କରିବାର ନଥିଲା। ଏମିତି ଅନେକ କିଛି। କିନ୍ତୁ ଦାୟିତ୍ୱ କେବଳ ଦେଖେ ଯାହା ଲୋକ ଉପରେ, ପରିବାରର ଯାହା ମୁଣ୍ଡ ଉପରେ ଘରର ବୋଝଟି ଅଛି ବା ଦାୟିତ୍ୱ ଅଛି, ସେ ଲୋକ ଆକୁ କେତେ ସୁନ୍ଦର ଭାବରେ ନେଇ ଆଣି ଥୋଇ ପାରୁଛି ବା ନିଖୁଣ ଭାବରେ ଦାୟିତ୍ୱଟିକୁ ନିଭେଇ ପାରୁଛି। ଆଉ ତା ମଧ୍ୟ ଖୁସି ଖୁସିରେ, ବୋଝ ଭଳି ନୁହେଁ, ଖୁସିରେ ତାକୁ ଗ୍ରହଣ କରିପାରୁଛି ନୁହେଁ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜିର ଦିନଟି ଆପଣଙ୍କ ପାଇଁ ଶୁଭମୟ ହେଉ, ଏହା ହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା।